କାହାଣୀ ତେନାଲି ରାମା। ରାଜା କୃଷ୍ଣଦେବ ରାଓ ମୋଟା ହୋଇଯାଉଥିଲେ। ତାଙ୍କର ଅତିରିକ୍ତ ଖାଦ୍ୟଲାଳସା ତାଙ୍କୁ ଅକର୍ମଣ୍ୟ କରି ପକାଇଲା। ସେ ଏତେ ମୋଟା ହୋଇଯାଇଥିଲେ ଯେ ଠିକରେ ଚାଲି ବସି ପାରୁନଥିଲେ। ନିଜର ଓଜନ କମ୍ କରିବା ପାଇଁ ସଭା ସଦସ୍ୟଙ୍କୁ ପଚାରିଲେ, ମାତ୍ର ସମସ୍ତେ ସେଇ ଏକା କଥା କହିଲେ। ଖାଦ୍ୟ ନିୟନ୍ତ୍ରଣ ବିନା ଓଜନ କମାଇବା ସମ୍ଭବପର ନୁହେଁ। ମାତ୍ର ରାଜାଙ୍କୁ ଏହା ପସନ୍ଦ ଆସୁନଥିଲା। ସେ ଘୋଷଣା କଲେ, ଯଦି କେହି ବ୍ୟକ୍ତି ସହଜିଆ ପ୍ରତିକାର ବତେଇବ ତାହେଲେ ମୁଁ ତାକୁ ପୁରସ୍କାର ଦେବି। ସଭା ସଦସ୍ୟମାନେ ଅନ୍ୟ କିଛି ଉପାୟ ନ ପାଇ ତେନାଲିଙ୍କ ପାଖକୁ ଗଲେ। ଦିନେ ରାଜସଭାକୁ ଗୋଟିଏ ଜ୍ୟୋତିଷ ଆସି କହିଲେ, ରାଜାଙ୍କର ଆୟୁଷ ମାତ୍ର 1 ମାସ ଅଛି। ରାଜା ହଠାତ୍ ଏ କଥା ଶୁଣି ପ୍ରଚଣ୍ଡ ରାଗିଗଲେ ଏବଂ 1 ମାସ ପର୍ଯ୍ୟନ୍ତ ଜ୍ୟୋତିଷକୁ କାରାଗାରରେ ବନ୍ଦୀ କରିଦେଲେ। ରାଜାଙ୍କର ମନରେ ଡର ପଶିଗଲା। ସେ ଖାଇବା ପିଇବା ଛାଡ଼ିଦେଲେ। ଦିନ ପରେ ଦିନ ଗଣି ଚାଲିଲେ। ଏହିପରି 1 ମାସ ବିତିଗଲା। ରାଜା ଜ୍ୟୋତିଷଙ୍କୁ ଡାକି ପଚାରିଲେ, ତୁମର କଥା ମିଥ୍ୟା ପ୍ରମାଣିତ ହେଲା। ରାଜା ଆଗକୁ କିଛି କହିବା ପୂର୍ବରୁ ଜ୍ୟୋତିଷ ଜଣକ କହିଲେ, କ୍ଷମା କରନ୍ତୁ ମହାରାଜ, ଆପଣ ମୋତେ କିଛି କହିବା ପୂର୍ବରୁ ଦର୍ପଣରେ ନିଜର ଶରୀରକୁ ଥରେ ଦେଖନ୍ତୁ। ରାଜା ନିଜକୁ ଦର୍ପଣରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ଖୁବ୍ ପତଳା ହୋଇଯାଇଥିଲେ। ଜ୍ୟୋତିଷ ପୁଣି କହିଲେ, ମହାରାଜ, ମୁଁ ଜ୍ୟୋତିଷ ନୁହେଁ, ମୁଁ ଜଣେ ଚିକିତ୍ସକ। ତେନାଲି ରାମନ୍ ମୋତେ କହିଲେ ଆପଣଙ୍କୁ ଏହିପରି ଭାବେ ଡରାଇବା ପାଇଁ, ଯେପରିକି ଆପଣ ଆପଣଙ୍କର ଅତ୍ୟଧିକ ଖାଇବା ବଦଭ୍ୟାସ ଛାଡ଼ିଦେବେ। ସେଥିପାଇଁ ମୁଁ ଆପଣଙ୍କୁ ମିଥ୍ୟା କଥା କହିଥିଲି। ରାଜା ନିଜର ଭୁଲ ବୁଝିପାରିଲେ। ତେନାଲି ରାମନ୍ ଏବଂ ଜ୍ୟୋତିଷଙ୍କୁ ପୁରସ୍କାର ଦେଇ ବିଦା କଲେ। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।